କରଞ୍ଜିଆ 90ତମ ଓଡ଼ିଶା ଦିବସ 2025 ପାଳିତ। କରଞ୍ଜିଆର ବିଭିନ୍ନ କାର୍ଯ୍ୟାଳୟ ଏବଂ ବିଦ୍ୟାଳୟଗୁଡ଼ିକରେ ଆଜି 90ତମ ଓଡ଼ିଶା ଦିବସ 2025 ପାଳନ କରାଯାଇଛି। ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଉପଖଣ୍ଡ ସ୍ତରୀୟ 90ତମ ଓଡ଼ିଶା ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ସକାଳୁ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଡାକବାଜି ଯନ୍ତ୍ର ସାହାଯ୍ୟରେ ସମଗ୍ର ସହରରେ ପରିବେଷଣ କରାଯାଇଥିଲା ଏବଂ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ପରେ ପରେ ପାଞ୍ଚପିଢ଼ ଉପଜିଲ୍ଲାପାଳ ପ୍ରେମାସୁ ଚାନ୍ଦଙ୍କ ଉପସ୍ଥିତିରେ କାର୍ଯ୍ୟାଳୟ ପରିସରରେ ଥିବା ବରପୁତ୍ର ମହାତ୍ମା ଗାନ୍ଧୀ, ଉତ୍କଳମଣି ଗୋପବନ୍ଧୁ ଦାସ ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି, ନେତାଜୀ ଛକଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି, କରଞ୍ଜିଆ କଚେରୀ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି ଏବଂ କରଞ୍ଜିଆ ଗୋଲେଇଠାରେ ଥିବା ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତି ଗୁଡ଼ିକରେ ମାଲ୍ୟାର୍ପଣ କରିଥିଲେ। ସକାଳ ସମୟରେ ଏକ ସଭା ଆୟୋଜିତ ହୋଇଥିଲା। ସଭାର ଅଧ୍ୟକ୍ଷତା ଉପଜିଲ୍ଲାପାଳ କରିଥିବା ବେଳେ ନିମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରେ ଅତିରିକ୍ତ ଉପଜିଲ୍ଲାପାଳ ଉପଖଣ୍ଡ ପୋଲିସ ଅଧିକାରୀ ଓକିଲ ସଂଘ ସମ୍ପାଦକ, ବରିଷ୍ଠ ସାମ୍ବାଦିକ, ତହସିଲଦାର, ଏନ୍ଏସି କାର୍ଯ୍ୟାଳୟ ଉପସ୍ଥିତ ରହି ଓଡ଼ିଶା ଦିବସର ତାତ୍ପର୍ଯ୍ୟ ଓ ଇତିହାସ ସମ୍ବନ୍ଧିତ ପ୍ରସଙ୍ଗରେ ଅଭିଭାଷଣ ରଖିଥିଲେ। କାର୍ଯ୍ୟକ୍ରମ ପରିଚାଳନା ଗ୍ରନ୍ଥାଗାରୀ ଅରୁଣ କୁମାର ପାଣିଗ୍ରାହୀ କରିଥିଲେ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ବି. ଦିବ୍ୟେନ୍ଦୁ ଶେଖର ଅଙ୍କ ରିପୋର୍ଟ।